ବର୍ତ୍ତମାନର ନବୀନ ପିଢ଼ିଙ୍କୁ ସାହିତ୍ୟ ମନସ୍କ କରାଇବା ନିମନ୍ତେ ଏହି ସାହିତ୍ୟ ବହି ୟୁଟ୍ୟୁବ୍ ଚ୍ୟାନେଲ୍ ଏକ ଛୋଟ ପ୍ରୟାସ। ନମସ୍କାର, ମୁଁ ତପନ ମହାନ୍ତି। ମୁଁ ଲେଖିବି, ଆପଣ ଭାଗିଦାର ହେବେ। ମୁଁ ପଢ଼ିବି, ଆପଣ ଅନୁଭବ କରିବେ। ଆଜିର କବିତାର ଶୀର୍ଷକ ମେହନତି ମଣିଷ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? ଦେଖେଇ କାନ୍ଦିବାର, ଲୁଚେଇ କାନ୍ଦିବାର, ଦେଖେଇ କାନ୍ଦିବାର, ଲୁଚେଇ କାନ୍ଦିବାର ଅବା ବଖାଣୁଥିବାର କୋହ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? କେବେ ସେ କୃଷକ, କେବେ ସେ ଶ୍ରମିକ, କେବେ ସେ କୃଷକ, କେବେ ସେ ଶ୍ରମିକ, କେବେ ପଥର ଭଙ୍ଗାଳି, କେବେ ଗାଈ ଜଗୁଆଳି, କେବେ ପଥର ଭଙ୍ଗାଳି, କେବେ ଗାଈ ଜଗୁଆଳି, ପୁଣି କେବେ ଝାଡ଼ୁଦାର ଘର ପୁଅ। ପତର ପରିତା ମନ, ପଥର ପରିତା ଦେହ, ପତର ପରିତା ମନ, ପଥର ପରିତା ଦେହ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? ଖରାର ଡହକ, ମେଘର ଘଡ଼କ, ଖରାର ଡହକ, ମେଘର ଘଡ଼କ, ବିଲର ମୋଟାଳ କାଦୁଅ, ନାଳ ଆଉ ନର୍ଦ୍ଦମାର ପଙ୍କ, ବିଲର ମୋଟାଳ କାଦୁଅ, ନାଳ ଆଉ ନର୍ଦ୍ଦମାର ପଙ୍କ। ଲେଖା ନାହିଁ, ଲେଖା ନାହିଁ ପଛଘୁଞ୍ଚା ଭାଗ୍ୟେ ତାର, ନାହିଁ ତା ପାଖରେ ଘୃଣା, ନାହିଁ ତା ମନରେ ଭୟ, ନାହିଁ ତା ପାଖରେ ଘୃଣା, ନାହିଁ ତା ମନରେ ଭୟ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? ଲଢ଼ୁଛି ଲଢ଼ିବ, ଖଟୁଛି ଖଟିବ, ଲଢ଼ୁଛି ଲଢ଼ିବ, ଖଟୁଛି ଖଟିବ, ଜୀବନରୁ ଅଭିଜ୍ଞତା ମେଞ୍ଚେ, ସଂଘର୍ଷରୁ ଆନନ୍ଦ ଲୁଟିବ, ଜୀବନରୁ ଅଭିଜ୍ଞତା ମେଞ୍ଚେ, ସଂଘର୍ଷରୁ ଆନନ୍ଦ ଲୁଟିବ, ଯନ୍ତ୍ରଣାରୁ ଜୀଇବାର ରାହା ଦେବ। ଯାହା ବି ସଙ୍କଟ ଆସୁ କର୍ମରେ ଭୀରୁ ସେ ନୁହଁ, ଯାହା ବି ସଙ୍କଟ ଆସୁ କର୍ମରେ ଭୀରୁ ସେ ନୁହଁ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? ଦେଖେଇ କାନ୍ଦିବାର, ଲୁଚେଇ କାନ୍ଦିବାର ଅବା ବଖାଣୁଥିବାର କୋହ। କେହି କେବେ ଦେଖିଛ କି ମେହନତି ମଣିଷର ଲୁହ? ସମାପ୍ତ।